ଟଙ୍କା ମ୍ୟାନିଫେଷ୍ଟ କରିବା ବହୁତ ଇଜି, ବହୁତ ସହଜ। ଆଉ ମୋ ମାଆ ମାନେ ଯେଉଁମାନେ ମୋର 50 ଡେଜ୍ର ଯେଉଁ ଚ୍ୟାଲେଞ୍ଜିଂ କ୍ଲାସ୍ କରିଥିଲେ ବହୁତ ଟଙ୍କା ମ୍ୟାନିଫେଷ୍ଟ କରିଛନ୍ତି, ବହୁତ ଟଙ୍କା କରିଛନ୍ତି। ଆଉ ଆପଣ ବି କରିବେ, କିନ୍ତୁ ଆପଣଙ୍କ ମାଇଣ୍ଡ ସେଟ୍ ଚେଞ୍ଜ କରିବାରେ ଅଛି। ମାଇଣ୍ଡ ସେଟ୍ ପୁଣି କ'ଣ କେମିତି ଚେଞ୍ଜ କରିବା? ଗୁରୁମା ଆମେ ମାଇଣ୍ଡ ସେଟ୍ କେମିତି ଚେଞ୍ଜ କରିବା? ମାଇଣ୍ଡ ସେଟ୍ ଏମିତି ଚେଞ୍ଜ କରିବା ଯେ ଆମେ ଆମେ ଦେଖିବେ ଆପଣଙ୍କର କେମିତି ଆମେ ମାଇଣ୍ଡ ସେଟ୍ ଚେଞ୍ଜ କରିବା। ଆଗ ଆପଣ ନିଜକୁ ଯାଞ୍ଚ କରନ୍ତୁ, ଆପଣଙ୍କର ବିଲିଫ୍ ସିଷ୍ଟମ୍ କ'ଣ କହୁଛି ବା ଆପଣଙ୍କର ବିଶ୍ୱାସ କାହା ଉପରେ ଅଛି। ଆପଣ ଆଜି ଗୋଟେ ବହୁତ ବଢ଼ିଆ ଆମେଜିଂ ୱାଣ୍ଡରଫୁଲ୍ କଥା କହିବାକୁ ଆସିଛି ମନି ମ୍ୟାନିଫେଷ୍ଟ ପାଇଁ। ଦେଖନ୍ତୁ, ଏଇଟା ମୋର ଚ୍ୟାଲେଞ୍ଜ, 48 ଘଣ୍ଟାର ଚ୍ୟାଲେଞ୍ଜ ବା 2 ଦିନ ଭିତରେ ଆପଣଙ୍କୁ ଟଙ୍କା ଆସିବ। ଏଇଟା ଗୋଟେ ଲେଖିଦିଅନ୍ତୁ, ମୁଁ କହିଦେଉଛି। ଏଇଟା 2 ଦିନ ଭିତରେ ଟଙ୍କା ଆପଣ ପାଇବେ। ଗୋଟେ ଚ୍ୟାଲେଞ୍ଜ, 2 ଦିନ ଭିତରେ ଟଙ୍କା ପାଇବେ, ଚ୍ୟାଲେଞ୍ଜ ମୋର ନିଶ୍ଚିନ୍ତ। ଆପଣ ଆଗ ଶୁଣନ୍ତୁ, ଆଗ ମନ ଦେଇକି ଶୁଣନ୍ତୁ ରୁଟ୍। ଆଗ ଆପଣଙ୍କ ନିଜର ବିଲିଫ୍କୁ ଆଗ ଦେଖନ୍ତୁ, ଆପଣଙ୍କ ବିଲିଫ୍ ସିଷ୍ଟମ୍, ଆପଣ କ'ଣ ମାନେ ବିଶ୍ୱାସ କ'ଣ ଅଛି, ଟଙ୍କା ପ୍ରତି ଆପଣଙ୍କର ବିଶ୍ୱାସ କ'ଣ ଅଛି। ଆପଣଙ୍କ ମାନେ ବହୁତ କାମ କଲେ ଟଙ୍କା ଆସିବ, ପରିଶ୍ରମ ନ କଲେ କ'ଣ କିଏ ପଇସା ଆଣିକି ଦେଇଦେବ? ଟଙ୍କା କ'ଣ ଗଛରେ ଫଳୁଛି? ଧନୀ ଲୋକଙ୍କ ପାଖରେ ଟଙ୍କା, ସେମାନେ କିଛି ଏକଡ଼ ସେକଡ଼ କରିକି ଟଙ୍କା ରୋଜଗାର କରୁଛନ୍ତି। ଯେଉଁମାନେ ହେରଫେର କରନ୍ତି, ଯେଉଁମାନଙ୍କ ପାଖରେ ବ୍ଲାକ୍ ମନି, ସେଇମାନେ ହିଁ କେବଳ ଧନୀ। ମାନେ ଏମିତି ଆପଣଙ୍କ ପାଖରେ କିଛି ମାନେ ନେଗେଟିଭ୍ ବିଲିଭ୍ ଅଛି କି ଟଙ୍କାକୁ ନେଇକି? ଆଗ ଆପଣ ଦେଖନ୍ତୁ, ମୁଁ ଏତେ ପରିଶ୍ରମ କରୁଛି, ଟଙ୍କା ମୋ ପାଖରେ ରହୁନି। ଟଙ୍କା ତ ମୋ ପାଖରେ ଯେତେ ଆଣିଲେ ବି ଜମା ତ ରହୁନି, ଖର୍ଚ୍ଚ ହେଇଯାଉଛି। ଏମିତି ଦେଖନ୍ତୁ, ପ୍ରଥମେ ଆପଣଙ୍କର ବିଶ୍ୱାସକୁ ଦେଖନ୍ତୁ, ଆପଣଙ୍କର ନିଜ ଭିତରେ ବିଲିଫ୍କୁ ଦେଖନ୍ତୁ। ଆପଣ ଟଙ୍କାକୁ ନେଇକି କ'ଣ ବିଲିଫ୍ ସିଷ୍ଟମ୍ ଅଛି ଆପଣଙ୍କର? ଆପଣ କ'ଣ ବିଶ୍ୱାସ କରୁଛନ୍ତି ଯେ ବହୁତ ମୁଁ ପରିଶ୍ରମ କଲେ ମୋ ପାଖକୁ ଟଙ୍କା ଆସିବ? ମୁଁ କ'ଣ ଘରେ ଶୋଇଲେ ଟଙ୍କା ଆସିବ? ଆଉ ମୁଁ ମୋ କାମ କଲେ ସିନା ମୋତେ ଟଙ୍କା ମିଳିବ? ଏଇସବୁ ଜିନିଷ, ଟଙ୍କା ଧନୀ ଲୋକଙ୍କ ପାଖରେ ଟଙ୍କା ରହେ, ଟଙ୍କା ଯାହା ପାଖରେ ରହେ ସେମାନେ ଭଲ ଲୋକ ନୁହନ୍ତି। ଟଙ୍କା କ'ଣ ଗଛରେ ଫଳିଛି? ଟଙ୍କା ଖାଲି ସବୁବେଳେ କ'ଣ ଟଙ୍କା ଟଙ୍କା ହେଉଛ? ଟଙ୍କା କ'ଣ ସ୍ୱର୍ଗକୁ ନେବ? ଏମିତି ଟଙ୍କାକୁ ନେଇକି ଯଦି କୌଣସି ନେଗେଟିଭ୍ ବିଲିଭ୍ ଅଛି, ପ୍ରଥମେ ସେଇ ସବୁ ଜିନିଷକୁ ଆପଣ କ'ଣ କରନ୍ତୁ, ତାକୁ ବାହାର କରନ୍ତୁ। ଗୋଟିଏ ଜିନିଷ ମନେ ରଖନ୍ତୁ, ଯଦି ବହୁତ ପରିଶ୍ରମ କଲେ ଟଙ୍କାଟା ମିଳିଯାଆନ୍ତା, ତାହେଲେ ଯେଉଁମାନେ ଚାଷୀ, କୃଷକ ଭାଇ, ଯେଉଁମାନେ ଲେବର କାମ କରୁଛନ୍ତି, ସେମାନେ ତ ଦିନ ରାତି 24 ଘଣ୍ଟା ଖରାରେ ବସିକି 7-8 ଘଣ୍ଟା ଖରାରେ କାମ କରୁଛନ୍ତି, ମାଟି ହାଣୁଛନ୍ତି, ଇଏ କରୁଛନ୍ତି, ସେମାନେ କାହିଁ ଧନୀ ହେଉନାହାନ୍ତି? ଯେଉଁମାନେ ଏସି ରୁମ୍ରେ ବସିକି ଟିକେ କମ୍ପ୍ୟୁଟରରେ କରିଦେଉଛନ୍ତି, ସେ ମିଲିୟନ ମିଲିୟନ ଟଙ୍କା ତାଙ୍କ ପାଖକୁ ପଳେଇ ଆସୁଛି। ଟିକେ ବିଜନେସ୍, କୌଣସି ବିଜନେସ୍ କରୁଛନ୍ତି, ତାଙ୍କ ପାଖରେ କୋଟି କୋଟି ଟଙ୍କା। ଯେଉଁମାନେ ଧନୀ ହେଇଛନ୍ତି, ସେମାନେ ଘରେ ବସିକି ଏସି ରୁମ୍ରେ କମ୍ପ୍ୟୁଟରରେ କାମ କରିଦେଉଛନ୍ତି 2 ଘଣ୍ଟା, ତାଙ୍କ ପାଖକୁ ବହୁତ ଟଙ୍କା ପଳେଇ ଆସୁଛି। ତାଙ୍କ ପାଖରେ କାହିଁ ଟଙ୍କା ଅଛି? କ'ଣ ପାଇଁ ତାଙ୍କ ପାଖରେ ଟଙ୍କା ଅଛି? ଆଉ ଯେଉଁମାନେ ଧନୀ, ତାଙ୍କ ପାଖକୁ ଆହୁରି ଧନ କାହିଁକି ଆସୁଛି? କାହିଁକି ନା ତାଙ୍କ ମାଇଣ୍ଡ ସେଟ୍ ହେଉଛି ଅଛି ମୋ ପାଖରେ ତ ଅଛି। ଆଉ ମାନେ ତାଙ୍କ ପାଖରେ ଅଭାବର ମନୋବୃତ୍ତି ନାହିଁ। ମୋ ପାଖରେ ନାହିଁ ବୋଲି ମୋତେ ମାନେ ସେମାନେ ସେଇଟା ଭାବନ୍ତିନି। ମୋର ଗୋଟେ ଷ୍ଟୁଡେଣ୍ଟ ମୋତେ ଫୋନ୍ କଲେ ଯେ ଗୁରୁମା, ମୁଁ ବହୁତ ଗରିବ। ମୋତେ ହ୍ୱାଟ୍ସଆପ୍ରେ ଫୋନ୍ କଲେ। ମୁଁ କହିଲି, ମୋ ପାଖରୁ ପର୍ସନାଲ ସେସନ୍ ନେବାକୁ ହେଲେ ମୋତେ ପେମେଣ୍ଟ କରିବାକୁ ପଡ଼ିବ। ସିଏ ମୋତେ ଆନ୍ସର୍ ଦେଲେ, ସେ ଲେଖିକି ମୋତେ ପଠେଇଲେ, ମୁଁ ବହୁତ ଗରିବ, ମୋ ପାଖରେ ଜମା ପଇସା ନାହିଁ, ମୁଁ ଆପଣଙ୍କ ସେସନ୍ ପାଇଁ କେଉଁଠୁ ପଇସା ଆଣିବି? ତାପରେ ମୁଁ ତାଙ୍କୁ କିଛି କହିଲିନି। ତାପରେ ମୁଁ କହିଲି, ସେଇ ତାଙ୍କରି କଥା ମୁଁ ଆପଣମାନଙ୍କୁ କହୁଛି। ଯେଉଁ ବାବା, ଯେଉଁ ମା ମୋତେ ମେସେଜ୍ କଲେ ଯେ ମୁଁ ବହୁତ ଗରିବ, ମୋ ପାଖରେ କିଛି ଟଙ୍କା ନାହିଁ, ମୁଁ ଆପଣଙ୍କୁ କେଉଁଠୁ ଟଙ୍କା ଆଣିକି ଦେବି ପର୍ସନାଲ ସେସନ୍ ପାଇଁ? ସେମାନେ ଦେଖନ୍ତୁ, ତାଙ୍କ ମାଇଣ୍ଡରେ ସେଟା ଭର୍ତ୍ତି ହେଇକି ରହିଛି ଯେ ମୋ ପାଖରେ ନାହିଁ। ସେଇଟା ହିଁ ତାଙ୍କ ପାଖରେ ମଲ୍ଟିପୁଲ୍ ହେଉଛି, ଆସୁନି। ସେଇଟା ହିଁ ତାଙ୍କର ବ୍ଲକେଜ୍, ସେଇଟା ହିଁ ତାଙ୍କର ମନି ବ୍ଲକେଜ୍। ତାଙ୍କ ପାଖକୁ ଟଙ୍କା ଆସୁନି କେବଳ ସେଇଥିପାଇଁ କି ଯେ ସେ ସବୁବେଳେ ଖାଲି ନାହିଁ 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 କରୁଛନ୍ତି ବୋଲି। ମୁଁ ସେଇଟାକୁ ଏବେ କ୍ୟାନସଲ୍ କରୁଛି। କ୍ୟାନସଲ୍ 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 ନେଗେଟିଭ୍, କ୍ୟାନସଲ୍ 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 ନେଗେଟିଭ୍, କ୍ୟାନସଲ୍ 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 ନେଗେଟିଭ୍, କ୍ୟାନସଲ୍ କ୍ୟାନସଲ୍ କ୍ୟାନସଲ୍।
ଅଛି 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 ମୋ ପାଖରେ ଅଛି 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 ମୋ ପାଖରେ ବହୁତ ଟଙ୍କା ଅଛି 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 ମୋ ପାଖରେ ବହୁତ ଟଙ୍କା ଅଛି 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 ତାକୁ ମୁଁ କ୍ୟାନସଲ କରିକି ଏଇଟା କଲି। ଆପଣ କହିବେ ଗୁରୁମା ଟଙ୍କା ତ ତା ପାଖରେ ସେ ସତ କଥା ତ ସେ କହିଲା ଆଉ ଲେଖିଲା ଆଉ ମୁଁ ଗୋଟିଏ ଜିନିଷ ଆପଣଙ୍କୁ କହିବି ଯଦି ସେ ସତ କହିଲା ତାହେଲେ ମୋ ନମ୍ବର ପାଇଲା କେମିତି? ଯଦି ସେ ସତ କହିଲା ୟୁଟ୍ୟୁବରେ ମତେ ଦେଖିକି ୟୁଟ୍ୟୁବରେ ନେଟ୍ରେ ପଇସା ମୋବାଇଲ ଏକରେ ମୋବାଇଲ ଅଛି, ଦୁଇରେ ସକାଳୁ ଖାଇଛି। ଯୋଉ ମା ବାବା ମତେ ମେସେଜ କରିଛନ୍ତି ମୋ କଥା ମନ ଦେଇକି ଶୁଣନ୍ତୁ, ଯୋଉ ବାବା ମା ମତେ ମେସେଜ କରିଛନ୍ତି ସେମାନେ କଣ କରୁଛନ୍ତି, ଯୋଉ କହିଲେ ଯେ ୱାର୍ଡ ନେଗେଟିଭ ୱାର୍ଡ କହିଲେ ସେମାନେ ତ ନିଶ୍ଚୟ କିଛି ଖାଇଥିବେ ନା ନାଇଁ। ଭୋକରେ ଥିଲେ ତ ମୋବାଇଲ କେହି ଚଲେଇବେନି। ଧର ମତେ ଜୋରରେ ଭୋକ ଲାଗୁଛି, ମୁଁ କଣ ବସିକି ମୋବାଇଲ ୟୁଟ୍ୟୁବ ଇନଷ୍ଟାଗ୍ରାମ ଚଲେଇବି କି? ୟୁଟ୍ୟୁବ ଇନଷ୍ଟାଗ୍ରାମ ଚଲେଇବି କି? ଚଲେଇବିନି। ତାମାନେ ସେ ସକାଳୁ କିଛି ଖାଇଛନ୍ତି, ପେଟ ଫୁଲ ଅଛି। ତାପରେ ମୋବାଇଲ ହାତରେ ମୋବାଇଲ ଧରିକି ମତେ ଦେଖିଛନ୍ତି ମାନେ ହାତରେ ମୋବାଇଲ ଅଛି। ତାପରେ ମୋବାଇଲ ଖାଲି ମୋବାଇଲ ନାହିଁ, ମୋବାଇଲରେ ନେଟ୍ ପଡିଛି, ରିଚାର୍ଜ ବି ଅଛି, ମୋବାଇଲରେ ପଇସା ବି ଅଛି। କାହିଁକି ନା ୟୁଟ୍ୟୁବ ଚଲେଇଛନ୍ତି, ୟୁଟ୍ୟୁବ ଦେଖିଛନ୍ତି, ତା ଦେହରେ ମୋ ନମ୍ବର ପାଇଛନ୍ତି। ଏତିକି ଜିନିଷ ତାଙ୍କ ପାଖରେ ଅଛି ନା ନାହିଁ? ଅଛି ନା ନାହିଁ ତାଙ୍କ ପାଖରେ? ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ନା ନାହିଁ? ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ତାଙ୍କ ପାଖରେ ମୋବାଇଲ ଅଛି, ସକାଳୁ ଖାଇଛନ୍ତି, ଖାଇବା ପାଇଁ ତ କିଛି ନହେଲେ ଭାତ ଅଛି, ତରକାରୀ ଅଛି, ଆଉ ମୋବାଇଲରେ ରିଚାର୍ଜ କରିଛନ୍ତି, ଯୋଉ ଟଙ୍କା 200 କରିଥିବେ କି 100 କରିଥିବେ ସେଇ ଟଙ୍କା 100 ଅଛି, 200 ଅଛି, ତାଙ୍କ ପାଖରେ ଅଛି ନା ନାହିଁ? କିଛି ନା ଅଛି ବୋଲି ମୋ ମୋବାଇଲ ଦେଖିଛନ୍ତି, ମୋ ୟୁଟ୍ୟୁବ ଦେଖିଛନ୍ତି। ତାହେଲେ ସେ କାହିଁକି ସେଇ ଜିନିଷଟା କହିଲେ? ସେ ୱାର୍ଡ କାହିଁକି ନେଗେଟିଭ କହିଲେ? ମୁଁ କହିବି ଯିଏ ବି ମତେ ଏଇ ସବୁ ନେଗେଟିଭ ୱାର୍ଡ ଲେଖିକି ଦଉଛନ୍ତି କାହିଁକି ଆପଣ ମାନେ ଲେଖୁଛନ୍ତି? ଭଗବାନ ଆପଣଙ୍କୁ ମୋ ନମ୍ବର ଦବା ଯାକେ ଆପଣଙ୍କୁ ମୋ ନମ୍ବରଟା ଦେଖିକି ମତେ ମେସେଜ କରୁଛନ୍ତି ମାନେ ଆପଣଙ୍କ ପାଖରେ ବହୁତ ଜିନିଷ ଅଛି। ଖାଇବା ପାଇଁ ଖାଦ୍ୟ ଅଛି, ପିନ୍ଧିବା ପାଇଁ ବସ୍ତ୍ର ଅଛି, ଦେଖିବା ପାଇଁ ମୋବାଇଲ ଅଛି, ମୋ ନମ୍ବର ନବା ପାଇଁ ଆପଣଙ୍କର ରିଚାର୍ଜ ଅଛି, ନେଟ୍ ଅଛି ଆପଣଙ୍କ ମୋବାଇଲରେ। କେତେ ଜିନିଷ ଆପଣଙ୍କୁ ଭଗବାନ ଦେଇଛନ୍ତି। ଆପଣ ସେଇଟାକୁ କହୁନାହାନ୍ତି ମୋ ପାଖରେ ଅଛି 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 ଅଛି। ସବୁବେଳେ କାହିଁକି ନେଗେଟିଭ ଆଡକୁ ମୁଣ୍ଡଟା ଯାଉଛି? ଅଛି 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 କୁହନ୍ତୁ ନା। ଟଙ୍କା ଅଛି ଟଙ୍କା ଅଛି ଟଙ୍କା ଅଛି ଟଙ୍କା ଅଛି ମୋ ପାଖରେ ଅଛି ମୋ ପାଖରେ ଅଛି ଏତିକି ଆପଣ କହିଲେ 24 ଘଣ୍ଟା ମୁଁ ଚ୍ୟାଲେଞ୍ଜ ଦେଇ କହୁଛି 48 ଘଣ୍ଟା ଭିତରେ ଆପଣଙ୍କୁ ଯେମିତି ହଉ ଟଙ୍କା ଆସିବ, ଯେମିତି ହଉ ଆସି ପହଞ୍ଚିବ। ଏଇଟା ଗୋଟେ 48 ଘଣ୍ଟିଆ ଚ୍ୟାଲେଞ୍ଜ ଆପଣଙ୍କୁ ଦେଲି, ବା 2 ଦିନ ଭିତରେ ଆସିକି ଦବ, 2 ଦିନିଆ ଚ୍ୟାଲେଞ୍ଜ ନିଶ୍ଚିନ୍ତ। ଆଜି ଆପଣଙ୍କୁ ସେଇ ଜିନିଷଟା ଆପଣଙ୍କୁ ମୁଁ ଚ୍ୟାଲେଞ୍ଜ ଦେଇ କହୁଛି କେମିତି ଟଙ୍କା ଆସିବ। ପ୍ରଥମ ହେଲା ଆପଣଙ୍କ ପାଖରେ ଯାହା ଅଛି କୁହନ୍ତୁ ହଁ ଅଛି, ଯେତିକି ଅଛି ହଁ ଅଛି, ସେଇଟା ଆରମ୍ଭ କରନ୍ତୁ। ହଁ ଅଛି, ମୋ ପାଖରେ ଅଛି। ତାପରେ ଧ୍ୟାନ ଦିଅନ୍ତୁ କଣ କଣ ଅଛି, ଦେଲେ। ଦୁଇରେ ତାପରେ ଗୋଟିଏ ଆପଣ 500 ଟଙ୍କିଆ ନୋଟ ନିଅନ୍ତୁ, କି 10 ଟଙ୍କିଆ ନୋଟ ନିଅନ୍ତୁ, କି 50 ଟଙ୍କିଆ ନୋଟ ନିଅନ୍ତୁ, କିମ୍ବା ଗୋଟେ 100 ଟଙ୍କିଆ ନୋଟ ନିଅନ୍ତୁ। ଗୋଟେ ନୋଟ ନିଅନ୍ତୁ, ଆପଣ ପର୍ସରେ ରଖନ୍ତୁ। ଗୋଟେ ନୋଟ ନିଅନ୍ତୁ, ଆପଣ ପର୍ସରେ ଏମିତି ରଖନ୍ତୁ। ଯେତେବେଳେ ପର୍ସରେ ରଖନ୍ତୁ ସେ ଟଙ୍କାଟାକୁ ପୁରା ହାର୍ଟରେ ଲଗାନ୍ତୁ। ମୁଁ କହିଦଉଛି, ଦେଖନ୍ତୁ, ଗୋଟେ ଏଇଟା ମୋର 10 ଟଙ୍କିଆ, ଗୋଟେ 10 ଟଙ୍କିଆ ଅଛି। 10 ଟଙ୍କିଆ ନିଅନ୍ତୁ, 20 ଟଙ୍କିଆ ନିଅନ୍ତୁ, କି 100 ଟଙ୍କିଆ ନିଅନ୍ତୁ, କି 500 ଟଙ୍କିଆ ନୋଟ ନିଅନ୍ତୁ, କି 50 ଟଙ୍କିଆ ନିଅନ୍ତୁ। ଗୋଟିଏ ନୋଟ ନିଅନ୍ତୁ, ତାକୁ ଆପଣ କ'ଣ କରନ୍ତୁ, ଏମିତି ହାର୍ଟ ପାଖରେ, ଥ୍ୟାଙ୍କ ୟୁ ମନି, ମାଇ ଡିଅର ମନି, ତୁମେ ମୋ ପାଖରେ ଅଛ। ତାକୁ ପର୍ସରେ, ଯେତେବେଳେ ପର୍ସରେ ତାକୁ, ମୋ ପାଖରେ ଏବେ ପର୍ସ ନାହିଁ, ପର୍ସରେ ଏମିତି ସିଧା କରିକି ରଖିବେ। ରଖିକି ପର୍ସରେ ଯେତେବେଳେ ସିଧା କରିକି ରଖିବେ, କହିବେ ଯେ ଥ୍ୟାଙ୍କ ୟୁ ମନି, ତୁମେ ମୋ ପାଖରେ ଅଛ। ୱାଓ, ଥ୍ୟାଙ୍କ ୟୁ ମନି, ତୁମେ ମୋ ପାଖରେ ଅଛ। ତୁମେ ବହୁତ ସହଜରେ ମୋ ପାଖକୁ ଆସୁଛ ଆଉ ରହୁଛ। ଏତିକି ଆପଣ ସେ ଟଙ୍କାକୁ ଦେଖିକି କୁହନ୍ତୁ, କହିବେ, ପର୍ସରେ ରଖିବେ। ତାପରେ ଯେତେବେଳେ ଟଙ୍କାର ଟ୍ରାଞ୍ଜାକ୍ସନ ଦେଖିବେ, କରିବେ,
ବା ଦେଖିବେ କୋଉଠି ଆପଣ ଦେଖିବେ କିଏ 5 ଟଙ୍କା ଦୋକାନୀ ଫେରେଇଲା କିମ୍ବା କୋଉଠି ଆପଣ କୋଉ କ୍ଷୀର କିଣିଲେ ତାକୁ 30 ଟଙ୍କା ଦେଲେ କୋଉଠି ଆପଣଙ୍କର ଯେତେବେଳେ 2 ଦିନ ଭିତରେ ମୁଁ କହୁଛି 2 ଦିନର ମ୍ୟାନିଫେଷ୍ଟେସନ କହୁଛି 2 ଦିନ ଭିତରେ ଆପଣଙ୍କର କେମିତି ଟଙ୍କା ଆପଣଙ୍କ ପାଖକୁ ମ୍ୟାନିଫେଷ୍ଟ ହେଇକି ଆସିବ। ତାପରେ କ'ଣ କରିବେ ଯେତେବେଳେ ଯୋଉଠି ଟଙ୍କା ଦେଖିବେ 5 ଟଙ୍କିଆ କଏନ୍ ବି ଦେଖିଲେ କହିବେ ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ ଆଉ ବହୁତ ସହଜରେ ମୋ ପାଖକୁ ଆସୁଛ ବହୁତ ସହଜରେ ମୋ ପାଖକୁ ଆସୁଛ ଆଉ ଅଛ ରହୁଛ ଏମିତି ଯୋଉଠି ଟଙ୍କା ଦେଖିବେ ଦୋକାନରେ ଦେଖନ୍ତୁ କ୍ଷୀରବାଲା ପାଖରେ ଦେଖନ୍ତୁ ଘରେ ଦେଖନ୍ତୁ ସାଙ୍ଗସାଥିରେ ଦେଖନ୍ତୁ ଟିଭିରେ ବି ଦେଖନ୍ତୁ ମୋବାଇଲରେ ଦେଖନ୍ତୁ ଟିଭିରେ ଗୋଟେ କ'ଣ ସିରିଏଲ ଦେଖୁଛନ୍ତି ସେଥିରେ ଟଙ୍କା ଦେଖିଦେଲେ ମୋବାଇଲରେ ଗୋଟେ କ'ଣ ୟୁଟ୍ୟୁବ ଦେଖୁଛନ୍ତି ସେଥିରେ କିଛି ଟଙ୍କା ଦେଖିଦେଲେ ଯେତେବେଳେ 2 ଦିନ ଭିତରେ ଆପଣ ଯେତେବେଳେ ଟଙ୍କା ଦେଖିବେ 48 ଘଣ୍ଟା ଚ୍ୟାଲେଞ୍ଜ ଯେତେବେଳେ ଆପଣ ଟଙ୍କା ଦେଖିବେ କ'ଣ କରିବେ ନା ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ ବହୁତ ସହଜରେ ମୋ ପାଖକୁ ଆସୁଛ ଓ ରହୁଛ ଏମିତି କହିବେ ଯେତେବେଳେ ଟଙ୍କା ଦେଖିବେ ଦେଖିବେ ଏଇ ଜିନିଷଟାକୁ 3 ଥର କହିବେ ଏଇ ଜିନିଷଟାକୁ ଏଇ ଅଫର୍ମେସନଟାକୁ 3 ଥର କହିବେ ଯେତେବେଳେ ଟଙ୍କା ଦେଖିବେ ରଖିଲା ବେଳେ ପର୍ସରେ କହିବେ ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ ତୁମେ ମୋ ପାଖକୁ ବହୁତ ସହଜରେ ଆସୁଛ ଓ ରହୁଛ ସେମିତି ଯେତେବେଳେ ଆପଣ 2 ଦିନ ଭିତରେ ଯୋଉଠି ଯୋଉଠି ଟଙ୍କା ଦେଖିବେ 5 ଟଙ୍କିଆ କଏନ୍ ଦେଖନ୍ତୁ 500 ଟଙ୍କିଆ ଦେଖନ୍ତୁ ନୋଟ ଦେଖନ୍ତୁ ବଣ୍ଡଲ ଦେଖନ୍ତୁ ଯୋଉଠି ଯାହା ଟଙ୍କା ଦେଖିବେ ସାଙ୍ଗେ ସାଙ୍ଗେ ଏଇ ଅଫର୍ମେସନକୁ 3 ଥର ରିପିଟ୍ କରିବେ ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ ଆଉ ବହୁତ ସହଜରେ ମୋ ପାଖକୁ ଆସୁଛ ଓ ରହୁଛ ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ ଓ ବହୁତ ସହଜରେ ଆସୁଛ ଓ ରହୁଛ ଯେତେବେଳେ ବି ଟଙ୍କାକୁ ଯୋଉଠି ଦେଖିବେ ବାହାରେ ଧର ଗୋଟେ ବାହାରେ ଆପଣ ଛିଡ଼ା ହେଇଛନ୍ତି ଗୋଟେ ଜଣେ ପରିବା ଜଣେ କିଣୁଛନ୍ତି ଆପଣ ଟ୍ରାଞ୍ଜାକ୍ସନ କରୁନାହାନ୍ତି କିନ୍ତୁ ଆପଣ କିଣା ବିକା କରୁନାହାନ୍ତି କିନ୍ତୁ ସାଇ ପଡ଼ିଶାରେ କିଏ ଟଙ୍କା ଦେଉଛନ୍ତି କିଏ ପରିବା କିଣୁଛନ୍ତି ସିଏ ତାଙ୍କୁ ଟଙ୍କା ଦେଲେ ସିଏ ତାଙ୍କର ପରିବା ରଖିଲେ ଯଦି ବି ସେଇଠି କିଛି ଟଙ୍କା ଦେଖିଦେଲେ କାହା ହାତରେ ବି ଆପଣ ଏଇ ଅଫର୍ମେସନଟାକୁ 3 ଥର କହିବେ କହିବେ ଦେଖନ୍ତୁ ନିଶ୍ଚିନ୍ତ ଆପଣଙ୍କ ପାଖକୁ 2 ଦିନ ଭିତରେ ଟଙ୍କା ଆସିବ ନିଶ୍ଚିନ୍ତ ଆଉ ଯେତେବେଳେ ଦେଖିବେ ଆପଣଙ୍କର 2 ଦିନ ଭିତରେ ଟଙ୍କା ପଳେଇ ଆସିଲା ଆପଣଙ୍କ ପାଖକୁ ଆପଣଙ୍କର ଯୋଉ ବିଲିଫ ସିଷ୍ଟମ ବା ଆପଣଙ୍କର ଯୋଉ ବିଲିଫ ଥିବ ମାନେ ଯୋଉ ଟଙ୍କା ପ୍ରତି ଯୋଉ ନେଗେଟିଭ ବିଲିଫ ଅଛି ବା ଟଙ୍କା ପ୍ରତି ଯୋଉ ଅବିଶ୍ୱାସୀ ଟଙ୍କା ରୋଜଗାର କରିବା ଇଏ ସିଏ ଯୋଉ ନେଗେଟିଭ ଜିନିଷ ସବୁ ମାଇଣ୍ଡରେ ଯୋଉ ଯେତେ ପଶୁଛି ଦେଖିବେ ଆପଣଙ୍କର 2 ଦିନ ଭିତରେ ଆପଣଙ୍କର ମାଇଣ୍ଡ ଚେଞ୍ଜ ହେଇଯିବ ଯୋଉ ଟଙ୍କାଟା ଆସିବ ଆପଣଙ୍କୁ ଖୁସି ଲାଗିବ ଆଉ ସତରେ ତ ମୋ ନିଜ ବିଶ୍ୱାସକୁ ମୁଁ ଯଦି ପରିବର୍ତ୍ତନ କରିପାରିବି ତାହେଲେ ଟଙ୍କା ତ ଆସିବା ବହୁତ ସହଜ ନିଜ ଭିତରେ ଦେଖିବେ ନିଶ୍ଚିନ୍ତ ଭାବରେ ବିଶ୍ୱାସ ଆସିବ ଆଉ ଟଙ୍କା ବି ଆପଣଙ୍କ ପାଖକୁ ଆସିବ ଆଉ ଧୀରେ ଧୀରେ କ'ଣ ହବ ନା ସେଇ ବିଶ୍ୱାସଟା ଆପଣଙ୍କର ବଢ଼ିବ ଟଙ୍କା ପ୍ରତି ଯେ ହଁ ଟଙ୍କା ଆସିବା ବହୁତ ସହଜ ଟଙ୍କା ଯଦି ମାନେ ଆପଣଙ୍କୁ ଅଟୋମେଟିକାଲି ସବୁ ଦେଖାଯିବ ମାନେ ଯୋଉ କାମ ଆପଣ ଭାବୁଥିବେ ଏଇ କାମ କଲେ କ'ଣ ମୋତେ ଟଙ୍କା ମିଳିବ ସେଇ କାମ କଲେ କ'ଣ ଟଙ୍କା ମିଳିବ ଆଉ ଏଇ ଜିନିଷଟା ବିକ୍ରି କଲେ କାଳେ କିଏ ମୋତେ ନେବ କି ନାହିଁ କି ମୁଁ ଟ୍ୟୁସନ୍ କଲେ ମୋ ପାଖକୁ ପିଲା ଆସିବେ କି ନାହିଁ କିମ୍ବା ମୁଁ ଆଜି ଏଇ ବିଜନେସ୍ କରିବି ମୋର ଭଲ ଚାଲିବ କି ନାହିଁ ମାନେ ଆପଣଙ୍କର ଯେତେ ନେଗେଟିଭ୍ ଜିନିଷ ଥିବ ନେଗେଟିଭ୍ ବିଲିଫ୍ ଥିବ ସେ ସବୁ ଧୀରେ ଧୀରେ ଦୂର ହେଇଯିବ ଅଟୋମେଟିକାଲି ଆପଣଙ୍କର ମାନେ ପଜିଟିଭ୍ ମାଇଣ୍ଡ ସେଟ୍ ଆସିବ ଟଙ୍କାକୁ ନେଇକି ଆଉ ଯୋଉ ଜିନିଷ ପ୍ରତି ଆପଣଙ୍କର ଡର ଥିବ ଭୟ ଥିବ ଆପଣ ଆରମ୍ଭ କରିପାରୁନଥିବେ ସେଇ ଜିନିଷଟା ଆପଣ କରିବେ ଆରମ୍ଭ କରିବେ ମାନେ ସେଇ 2 ଦିନ ଭିତରେ ଆପଣଙ୍କର ଯୋଉ ବିଶ୍ୱାସଟା ବଢ଼ିଯିବ ଆପଣ ଦେଖିବେ ସେ ସବୁ ଯୋଉ ଜିନିଷ ସବୁ ଆପଣଙ୍କର ଷ୍ଟପ୍ ହେଇକି ଥିବ କିଛି କରିପାରୁନଥିବେ ଆଗକୁ ବଢ଼ି ପାରୁନଥିବେ ଯାହା କରିବାକୁ ଚେଷ୍ଟା କରୁଥିବେ କରିପାରୁନଥିବେ ଦେଖିବେ ନିଶ୍ଚିନ୍ତ ସେଇଟା ଧୀରେ ଧୀରେ ବଢ଼ିବ ଆଉ ପଇସା ବି ଆପଣଙ୍କ ପାଖକୁ ଆସିବ ଆପଣଙ୍କର ବିଶ୍ୱାସ ବି ବଢ଼ିବ ଟଙ୍କା ମ୍ୟାନିଫେଷ୍ଟ କରିବା ସହଜ ବୋଲି ଆପଣଙ୍କର ଟଙ୍କା ପ୍ରତି ବିଶ୍ୱାସ ବଢ଼ିବ এই অফরমেশনটা ଆପଣ 2 ଦିନ ଆପଣ ପ୍ରାକ୍ଟିସ୍ କରନ୍ତୁ 2 ଦିନ ଚ୍ୟାଲେଞ୍ଜ ଏଇଟା ମୋର ପ୍ରଥମେ ଆପଣ ଗୋଟେ 100 ଟଙ୍କିଆ ନୋଟ୍ ନେବେ ପର୍ସରେ ରଖିବେ ରଖିଲା ବେଳେ ଆପଣ କହିବେ 3 ଥର ଯେ ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ ମାନେ ଆମେ ଯେତେବେଳେ ରଖିବା ରହିଲା ସେତେବେଳେ ଥ୍ୟାଙ୍କ ୟୁ ମନି ତୁମେ ମୋ ପାଖରେ ଅଛ
ଆଉ ବହୁତ ସହଜରେ ଆସୁଛ ଓ ରହୁଛ, ଏମିତି ଆପଣ କହିବେ ବହୁତ ସହଜରେ ଆସୁଛ ଓ ରହୁଛ, ଏମିତି ଏଇ ଅଫର୍ମେସନଟା କହିବେ। ମାନେ ଆପଣ ନିଜେ ରଖିକି କହିବେ, ତାପରେ ଯୋଉଠି ଦେଖିବେ କହିବେ। थैंक यू सो मच। এই ଯେଉଁ 2 ଦିନିଆ ଚ୍ୟାଲେଞ୍ଜରେ ଆପଣ ଯେଉଁମାନେ ବି ମୋର ଟଙ୍କା ପାଇବେ ମୋତେ ଲେଖିବେ, ଗୁରୁମା ମୁଁ ଟଙ୍କା ପାଇଗଲି, ଆଉ ମୁଁ ବି ଏଇ 2 ଦିନିଆ ଚ୍ୟାଲେଞ୍ଜ ଆପଣଙ୍କର ଟ୍ରାଏଲ୍ କରିବି। ମୋତେ କମେଣ୍ଟରେ ମୋତେ କହିବେ, ସବୁ ମୋ ମାଆ ମାନେ ସବୁ ବାବାମାନଙ୍କୁ ମୁଁ କହୁଛି, ଯେଉଁମାନେ ବି ମୋର ଭିଡ଼ିଓ ଦେଖିକି 2 ଦିନିଆ ଚ୍ୟାଲେଞ୍ଜ କରିବେ ଟଙ୍କା ମନି ମ୍ୟାନିଫେଷ୍ଟ କରିବା ପାଇଁ, ତାହେଲେ ମୋତେ କମେଣ୍ଟରେ ଲେଖିକି ଜଣାଇବେ। थैंक यू सो मच। गॉड ब्लेस यू, गॉड ब्लेस यू, गॉड ब्लेस यू।